बालेश्वर जिला बालियापाଳରେ पुणी माफियाଙ୍କ दबंगी पूर्व शत्रुताକୁ केन्द्र କରି ମା ପୁଅଙ୍କୁ ମାରିଦେବା ପାଇଁ ହୋଇଥିଲା ହତ୍ୟା ଉଦ୍ୟମ ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଉଭୟଙ୍କୁ ମାଡ଼ ମାରି ଗୁରୁତର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସୋମବାର ମଧ୍ୟାହ୍ନରେ ସତ୍ୟ ଦାସ କିଛି ସହଯୋଗୀଙ୍କ ସହିତ ବାଲି ବୋଝେଇ ଟ୍ରାକ୍ଟରରେ ଆସି ଝୁନାରାଣୀ ଦାସ ଓ ତାଙ୍କ ପୁଅ ସୂର୍ଯ୍ୟକାନ୍ତ ଦାସଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ। ଉଭୟ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ପରେ ସେମାନଙ୍କୁ ମାଡ଼ ମାରି ଆହତ କରାଯାଇ এবং অশালীন ব্যবহার করা যাইতিবা অভিযোগ হইছি। বালি আমার পুলিশ বালা আসছিলা মু আসছিনি এটি বসছিনি পুলিশ বালা আসছিলে যে মু সেটা দেখুথুনি তারপরে সেবাড়ু গাড়ি গুটে আসলে আসিকি এটি সে মানে চপেଇବା বেড়ে সেটা হুরিপাটি হয়েকি পেলাপুলি হয়েকি তাকে মারপিট হয়ে গেল মারলে মহেন্দ্র দাস ଆଉ ସିପୁନ ସଞ୍ଜୟ ଦାସ ମୁଁ କହୁଛି ଏରକ ଧ୍ୟାନ ତ ଆମେ ଦେଶରେ ରହିପାରିବାନି ନା ଝିଅ ବୋଉ ରହିପାରିବନି କି ରହିପାରିବେ କି ତାହେଲେ ଆମେ ଯଦି ଯେକୌଣସି କଥା ହେଲା ଆମକୁ ଯଦି ଘରୁ ଘୁଷାରିକି ମାରିବେ ତାହେଲେ ଆମେ ରହିପାରିବା କି ଦେଶରେ ରହିପାରିବା କି ଆଜି ମୋର ତାର ହେଇଛି କାଲି ମୋର ହବ ପରଦିନ ତାର ହବ ତାହେଲେ ଏରକ ହେଲେ ତ ସମସ୍ତେ ମରିବା ରହିବନି କି ଦେଶରେ। ଆଜ୍ଞା ଏ ଯେଉଁ ବାଲି ଚୁରା ବାଲି ଚାଲାଣ ଯାଉଛି ଏଇଟା ବିଗତ ଦିନ ହେଇଗଲାଣି ମାନେ ବହୁତ ଦିନ ହେଇଗଲାଣି। ତେଣୁ ଏ ଚୁରା ବାଲି ଆମର ଏଠି ପାଖରେ ସ୍କୁଲ ଛୋଟ ମାନେ ୟୁପି ସ୍କୁଲ ଗୋଟେ ଅଛି ଅଙ୍ଗନବାଡ଼ି ଅଛି ଆଉ ଏମିତିକା ଦୁଇ ତିନିଟା ସ୍କୁଲ ଅଛି। ତେଣୁ ପିଲାମାନେ ସକାଳ ରାତି ପାଇତେ ଶହ ଯାଆନ୍ତି ଆସନ୍ତି। ତେଣୁ ଏ ମାନେ ବାଲି କେନ୍ଦ୍ରକୁ ନେଇକି ଆମେ ବହୁତ ପ୍ରକାର ଚେଷ୍ଟା କଲୁଣି ଯେ ବାଲି ତୁମେ ଗୋଟେ କାମ କର 10ଟା ବେଳେ ବାଲି ତୁମେ ବନ୍ଦ କର ଆମ ପିଲାମାନେ ଯାଉଛନ୍ତି କିମ୍ବା 7ଟା ବେଳେ ବନ୍ଦ କର ପିଲାମାନେ ଯାଉଛନ୍ତି ସ୍କୁଲକୁ କାର୍ଡ଼ ସୁବିଧା ଅସୁବିଧା ହେବ। ଆଜ୍ଞା ସେଇ କଥାରୁ ଆଜ୍ଞା ଭୁଜାଲି ଛୁରା କେତେ କିସ କରିକି ଆମକୁ ମାରିବେ ବିନିକି ଧମକ ଦେଇକି ଏବଂ ବହୁତ ଲୋକକୁ ଆମର ଯେଉଁମାନେ କୁହନ୍ତି ସେମାନଙ୍କୁ ପିଟା ମାରା ବହୁତ ପ୍ରକାର କହିଛନ୍ତି। ତା ଫଳରେ ଆମେ ଯାଇକି କେସ୍ ବି କରିଛୁ ଆଜ୍ଞା କଲେକ୍ଟର ସବ୍ କଲେକ୍ଟର ମାଇନ୍ସବାଲା ତହସିଲଦାର RI ସମସ୍ତଙ୍କୁ ଆଜ୍ଞା ଆମେ କହିସାରିଲୁଣି ଏବଂ ସେମାନେ ଆଜି ବନ୍ଦ କରିଦେବେ ତ ପୁଣି କାଲିକି ସେଇ ଚାଲୁ କରୁଛନ୍ତି। ବାଲି ମାଫିଆ ମାନେ କହୁଛନ୍ତି ଆମେ ଉପରେ ଆମର ଲୋକ ଅଛନ୍ତି ଉପରେ ହେଉଛି ଆମକୁ କେହି କିଛି କରିପାରିବେନି। ତେଣୁ ଉପରେ ସବୁ ଆମର ଆମେ ପଇସା ଦେଉଛେ ମାନେ ଆମକୁ କେହି କିଛି କରିପାରିବେ ଆମେ ଇଣ୍ଡିଆ କରିବା ଆହୁରି ଚଲି ନେଇଯିବା ଗାଡ଼ି ତୁମର କିସ କରିପାରୁଛ କର। ତେଣୁ ଆଜିକାର ଦିନର କଥା ଯେଉଁ ସ୍ତ୍ରୀ ଲୋକମାନେ ଏଇ ରାସ୍ତାରେ ଟିକେ ବସନ୍ତି ମାନେ ପବନ ଫବନ ଲାଗନ୍ତି ଆମର ଗରିବ ଶ୍ରେଣୀ ଲୋକ ଆଜ୍ଞା ଏସି ଲୋକ ଆଜ୍ଞା ଫ୍ୟାନ୍ ଫାନ୍ ସେମିତିକା ନାହିଁ ଘରେ ସେମିତିକା ସହଯୋଗ ଜିନିଷ ନାହିଁ। ତେଣୁ ଆସିକି ଟିକେ ରାସ୍ତାରେ ବସା ଉଠା କରନ୍ତି କଥାବାର୍ତ୍ତା କରନ୍ତି। ଆଜ୍ଞା ସେଇ ସମୟରେ ପୁଲିସ ଗାଡ଼ି ଆସିছে ଯଦି ଆସିଛି ଏମାନେ ଜାଣିନାହାନ୍ତି ସ୍ତ୍ରୀ ଲୋକମାନେ ଆଜ୍ଞା ଗାଡ଼ିଟା ଟ୍ରାକ୍ଟରରେ ବାଲି ବୁଝେଇଥିବା ଟ୍ରାକ୍ଟର ଆସିକି ମାନେ ଚପି ଦେବା ଉପରେ ମଣିଷକୁ ପୁରା ମାରିଦେବ ନାଇଁ ସେ ମାରିଦେବ ଏମିତିଆ କହିକି ସେ ସ୍ତ୍ରୀ ଲୋକ ମାନେ 2 ଜଣ ସ୍ତ୍ରୀ ଲୋକ ଉଠେଇଛନ୍ତି ଆଉ ଜଣେ ସ୍ତ୍ରୀ ଲୋକ ସିଏ ମାନେ ଟିକେ ରୁଗା ରକମ ମାନେ ବେଶୀ ସେମିତିକା ଚାଲି ବୁଲି କରିପାରେନି ସିଏ ବସିଥିଲେ ଆଜ୍ଞା ତାକୁ ବି ତ ଧକ୍କା ମାରିଛନ୍ତି ଆଉ ଯଦି ଧକ୍କା ମାରିଛନ୍ତି ସେ ଲୋକଟା ଛିଟିକି କିଛି ବାଟ ଯାଇଛି ଗଲା ପରେ ତା ପୁଅମାନେ ଆଇଛନ୍ତି ପୁଅମାନେ ତାକୁ ଧରିକି ପାଟିଛନ୍ତି ଏମିତିକା ପାଟି ଫୁଟାକି ଆଜ୍ଞା ଆମେ ପଛରେ ଶୁଣିବା ବେଳକୁ ଦେଖିବା କ'ଣ ହେଇଛି ନା ନିରୀହ ଲୋକଟାକୁ ପିଟିଛନ୍ତି ଯେ ଆମେ ମାରିଦେବା ବାଲି ଗାଡ଼ି ଚପିକି ନେଇଯିବା ଆମେ କିଏ କିସ କରୁଛୁ କରୁ। ବାଲି କେନ୍ଦ୍ର କରିକି ସବୁ ଘଟଣା ଘଟୁଛି ଦୀର୍ଘ ଦିନରୁ ମାଫିଆ ମାନେ ବାଲି ଏଠି ଚାଲାଣ କରୁଛନ୍ତି ବେଆଇନ ସରକାରୀ ବାଲିକି ଲୁଟ୍ କରୁଛନ୍ତି ହଜାର ହଜାର ଟଙ୍କା କୋଟି କୋଟି ଟଙ୍କା ଲୁଟୁଛନ୍ତି। ଆମେ ତାକୁ ଗାଁବାସୀ ବିରୋଧ କରିକି ମାଇନ୍ସ ବାଲାଙ୍କୁ କହିଛୁ କଲେକ୍ଟରଙ୍କୁ କହିଛୁ ତହସିଲଦାରଙ୍କୁ କହିଛୁ ଥାନାବାଲାଙ୍କୁ କହିଛୁ ଆମେ ସମସ୍ତଙ୍କୁ କହିଛୁ ଲିଖିତ ଭାବରେ ଅଭିଯୋଗ ବି କରିଛୁ କିନ୍ତୁ ବାଲି ଚାଲାଣ ବନ୍ଦ ହେବା ବନ୍ଦ ତ ପୁରା ହେଉନାହିଁ। ମାଇନ୍ସ ବାଲା ଆସିକି ରାସ୍ତା କାଟିଥିଲେ ରାସ୍ତା କାଟିବା ପରେ ପରେ ମାଫିଆ ମାନଙ୍କର ରାଗ ବଢ଼ିଲା ଗାଁବାସୀଙ୍କ ଉପରେ ସିଏ ଆଜି ୟାକୁ ପିଟୁଛନ୍ତି କାଲି ତାକୁ ଧମକୁଛନ୍ତି କାଲି ଘର ନିଆଁ ଲଗେଇଦେବା କାଲି ମର୍ଡର କରିଦେବା କାଲି ଗାଡ଼ି ଚପେଇଦେବା এইভাবে সে অত্যাচার করে চালিয়েছেন। আমি ঘর কতর সবুলে সমস্তে রহিপারনু আমি গরিব লোক চাষবাস কাম অছি আমার আমি বিল বাড়ি চালুছু কিଏ ଛୁଆକୁ ପିଟି ଦେଇ ସାରିଲେଣି କିଏ ସ୍ତ୍ରୀ ଲୋକକୁ ପିଟି ଦେଇ ସାରିଲେଣି এইଭଳି ମାମଲା ସେ ଚଲେଇଛି। ଆଜିର ଘଟଣା ହେଉଛି ମୁଁ ଘରେ ନଥିଲି ମୁଁ ଯାଇଥିଲି ଗୋଟେ କାମରେ ବନ୍ଧୁ ଆସିବା ଯାଇଥିଲି କିନ୍ତୁ ମୋର ଭାଉଜ ସେଇ ବନ୍ଧ ଉପରେ ଏଇଠି ବସିଥିଲେ ଲୋକମାନେ କିଛି ବି ତାଙ୍କ ପାଖରେ ଥିଲେ ସେ ବସିଥିଲେ ସତ୍ୟ ଦାସ ଗାଡ଼ି ବାଲି ଗାଡ଼ି ନେଇକି ଆସିକି ଆସିବା ସମୟର ସେ ଯେଉଁ ପାଖରେ ବସିଥିଲେ ସେ ତାହାରି ଉପର ଦେଇ ଗାଡ଼ି ଚଲେଇବାର ପ୍ରୟାସ କରିଥିଲେ ସେତିକି ବେଳେ ସେ ପ୍ରତିବାଦ କରିବାର ତାକୁ ଗାଡ଼ିରୁ ଓହ୍ଲେଇକି ବହୁତ ପିଟିଛନ୍ତି। ତା ପୁଅ ଦୌଡ଼ି ଆସିଲା ତାକୁ ବି ମାଡ଼ ହେଇଛି ଏବଂ ସ୍ଥାନୀୟ ଲୋକମାନେ ଦେଖିଛନ୍ତି ଯେଉଁମାନେ ପ୍ରତ୍ୟକ୍ଷଦର୍ଶୀ ମୁଁ ତ ପ୍ରତ୍ୟକ୍ଷଦର୍ଶୀ ନୁହେଁ
କିନ୍ତୁ ଆଜିର ଘଟଣା ଏହା। ତାପରେ ମୋ ପାଖକୁ ଖବର ହେଲା, ମୁଁ ଆସିନି, ଆସିକି ଭାଉଜକୁ ନେଇକି ହସ୍ପିଟାଲ ଟ୍ରିଟମେଣ୍ଟ କରିକି ଥାନାରେ ଏଫଆଇଆର ଦେଇକି ବର୍ତ୍ତମାନ ଫେରୁଛି। ସ୍ଥାନୀୟ ଲୋକେ ମା ପୁଅଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଝୁନାରାଣୀ ଦାସ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ବାଲି ଚୋରାଚାଲାନକୁ ବିରୋଧ କରୁଥିବା ଲୋକଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି। ବାଲି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ହେଲେ ଗ୍ରାମରେ ଅଶାନ୍ତି ଜାରି ରହିବ। ବାଲେଶ୍ୱରରୁ ପ୍ରଭାକର ମଲ୍ଲିକଙ୍କ ରିପୋର୍ଟ, NTV।